ଜଗନ୍ନାଥ। ସତରେ କ'ଣ ମୃତ୍ୟୁର ସମୟ ଏବଂ ସ୍ଥାନ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ? ପ୍ରତ୍ୟେକ ମନୁଷ୍ୟର ଜନ୍ମ ଏବଂ ମୃତ୍ୟୁ ରହିଥାଏ। ଜନ୍ମ ଏବଂ ମୃତ୍ୟୁ ହେଉଛି ସମୟର ଗୋଟେ ଚକ୍ର। ଯେମିତି ମନୁଷ୍ୟର ଜନ୍ମର ସମୟ, ସ୍ଥାନ, କାଳ, ପାତ୍ର ପୂର୍ବରୁ ଭଗବାନ ନିର୍ଦ୍ଧାରିତ କରି ପୃଥିବୀପୃଷ୍ଠକୁ ପଠାଇଥାନ୍ତି, ସେମିତି ମୃତ୍ୟୁର ସମୟ ଏବଂ ସ୍ଥାନ ମଧ୍ୟ ପୂର୍ବରୁ ନିର୍ଦ୍ଧାରିତ ହୋଇଥାଏ। ଚାହିଁଲେ ଏହାକୁ କେହି ପରିବର୍ତ୍ତନ କରିପାରିବେ ନାହିଁ। ଭଗବାନ ଏହାକୁ ପୂର୍ବରୁ ନିର୍ଦ୍ଧାରିତ କରିଥାନ୍ତି। ଜାତକରେ ବା ଭାଗ୍ୟରେ କାହାର କର୍ମ, ଭକ୍ତି, ଶ୍ରଦ୍ଧା, ପାପ, ପୁଣ୍ୟ ଲେଖା ହୋଇନଥାଏ। କିନ୍ତୁ ମନୁଷ୍ୟ ନିଜର କର୍ମ, ଭକ୍ତି, ଶ୍ରଦ୍ଧା ଦ୍ୱାରା ନିଜର ଭାଗ୍ୟ ଲେଖେ। ସେହି ଭାଗ୍ୟକୁ ନେଇ ଆମକୁ ମନୁଷ୍ୟ ଜନ୍ମ ମିଳେ। ତେଣୁକରି ଏହି ମନୁଷ୍ୟକୁ ଭଲ କର୍ମ କରିବା ଉଚିତ। କାରଣ ଏହି ଜନ୍ମର କର୍ମ ଆମକୁ ଏହି ଜନ୍ମରେ ହିଁ ଭୋଗିବାକୁ ପଡ଼ିଥାଏ। ଆମେ ଯଦି ଭଲ କର୍ମ କରିବା ତାହେଲେ ହଠାତ୍ ବା ବିନା ରୋଗ ବୈରାଗ୍ୟରେ ବା ବିନା ହନ୍ତସନ୍ତରେ ମୃତ୍ୟୁବରଣ କରିବା। ଆମେ ଯଦି କିଛି ଖରାପ କାମ କରିବା ତାହେଲେ ଆମେ କଷ୍ଟ ଭୋଗି ହନ୍ତସନ୍ତ ହୋଇ ପିମ୍ପୁଡ଼ି ଜନ୍ଦା ଖାଇ ଆମକୁ ମରିବା। ତେଣୁ ଭଲ କର୍ମ କରନ୍ତୁ। ଭଗବାନ ସିନା ସମୟ ଏବଂ ସ୍ଥାନ ପୂର୍ବରୁ ନିର୍ଦ୍ଧାରିତ କରିଥାନ୍ତି, କିନ୍ତୁ ଆମେ କେମିତି ମରିବା ସେଟା ନିଜ ହାତରେ ଥାଏ, ନିଜ କର୍ମରେ ଥାଏ। ତେଣୁ ଭଲ କର୍ମ କରିବାକୁ ସର୍ବଦା ଚେଷ୍ଟା କରନ୍ତୁ। ଜୟ ଜଗନ୍ନାଥ। ନମସ୍କାର।